ନମସ୍କାର ବନ୍ଧୁଗଣ। ମିଥୁନ ରାଶିର ବ୍ୟକ୍ତିମାନଙ୍କ ପାଇଁ 29 ଜୁଲାଇ 2026 ବୁଧବାର ଦିନଟି କେମିତି ରହିବ? ଆଜିର ଦିନରେ କେଉଁ କାମ କଲେ ସଫଳତା ମିଳିପାରେ? କେଉଁ ବିଷୟରେ ସତର୍କ ରହିବା ଉଚିତ? ଚାକିରି, ବ୍ୟବସାୟ, ଧନ, ପ୍ରେମ, ପରିବାର ଓ ସ୍ୱାସ୍ଥ୍ୟରେ କ'ଣ ସଂକେତ ମିଳିପାରେ? ସବୁକିଛି ଜାଣିବା ପାଇଁ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ନିଶ୍ଚିନ୍ତ ଦେଖନ୍ତୁ। ଆସନ୍ତୁ ପ୍ରେମ ବିଷୟରେ ଜାଣିବା। ମିଥୁନ ରାଶି ବୁଧବାର ଦିନ ଆକାଶରେ ପୂର୍ଣ୍ଣଚନ୍ଦ୍ର ଶକ୍ତି ଆଣିଥାଏ। ସୂର୍ଯ୍ୟ ତୁମର ତୃତୀୟ ଘରେ ଅଛି ଏବଂ ତୁମର ନବମ ଦିଗବଳୟ ଯୋଜନା ଚନ୍ଦ୍ରରେ ବିପକ୍ଷରେ ଅଛି। ଏହି ବିଭାଗର ସୂଚନତା ଯନ୍ତ୍ରଣାଦାୟକ ନୁହେଁ। ଆପଣଙ୍କ ରାଶିରେ ଥିବା ମଙ୍ଗଳ ଗ୍ରହ ଇଞ୍ଜିନକୁ ଗରମ ରଖେ ଏବଂ ଆପଣଙ୍କ ସପ୍ତାହର ଶେଷ ଭାଗରେ କାହାଠାରୁ ଏକ କ୍ଷାନ୍ତ ମନ୍ତବ୍ୟ ଆପଣଙ୍କୁ ସାରା ମାସ ପାଇଁ ଆବଶ୍ୟକ ଋଣନୀତି ହୋଇଯାଏ। କେବଳ ମୁଖ୍ୟ ମନ୍ତବ୍ୟଗୁଡ଼ିକ ନୁହେଁ, ପାର୍ଶ୍ୱ ମନ୍ତବ୍ୟଗୁଡ଼ିକ ଶୁଣନ୍ତୁ। ବୃହସ୍ପତି ଏବେ ବି ଆପଣଙ୍କ ଯୋଗାଯୋଗ କ୍ଷେତ୍ରକୁ ଉଜ୍ଜ୍ୱଳ କରିଥାଏ। ତେଣୁ ଦିନଟି ଶୀଘ୍ର ଚିନ୍ତାଧାରା ଏବଂ ଦ୍ରୁତ ଲେଖାକୁ ପୁରସ୍କାର ଦିଏ। ଯେତେବେଳେ ଚନ୍ଦ୍ର ଉଦିତ ହୁଏ, ଆପଣ ପ୍ରାୟ ଖାରଜ କରିଥିବା ଏକ ଛୋଟ ଧାରଣ ପରିବର୍ତ୍ତୀ ମାସର ଯୋଜନାର ରୂପରେଖାରେ ପରିଣତ ହୋଇଛି। ସ୍ୱାସ୍ଥ୍ୟ। ମିଥୁନ ରାଶି ସାରା ସକାଳେ ନିଶ୍ୱାସ ବହୁତ କମ୍ ଚାଲିଥାଏ ଏବଂ ପୂର୍ଣ୍ଣଚନ୍ଦ୍ରର ଟାଣ ତୁମର ଶକ୍ତିକୁ ଚିନ୍ତା ଏବଂ ଅନୁଭବ ମଧ୍ୟରେ ବିଭକ୍ତ କରିଥାଏ। ଫୁସ୍ଫୁସ୍ ଧ୍ୟାନ ଚାହେଁ। ଉଠିବାର ପ୍ରଥମ ଘଣ୍ଟା ମଧ୍ୟରେ 10 ମିନିଟ୍ ପାଇଁ ବାହାରକୁ ଚାଲ। ଥଣ୍ଡା ପବନ ଯେକୌଣସି ଘର ଭିତର ସ୍ଥାନ ଅପେକ୍ଷା ସିଷ୍ଟମକୁ ଭଲ ଭାବରେ ପୁନଃସ୍ଥାପିତ କରିଥାଏ। ସକାଳ 11ଟା ପୂର୍ବରୁ ହାଇଡ୍ରେଟ୍ ରଖନ୍ତୁ। କୁମ୍ଭ ଚନ୍ଦ୍ର ରକ୍ତ ସଞ୍ଚାଳନକୁ ପସନ୍ଦ କରେ। ଡ୍ରେସ୍ରେ ପ୍ରତି ଘଣ୍ଟାରେ ତୁମର ଗୋଡ଼ ହଲାଅ। ଯଦି ତୁମେ ସ୍ୱଚ୍ଛ ନିଦ ଚାହୁଁଛ, ତେବେ ରାତ୍ରି ଭୋଜନ ସହିତ ମଦ୍ୟପାନ ଛାଡ଼ି ଦିଅ। ଗୋଟିଏ ଶରୀରର କାର୍ଯ୍ୟ। ଶୋଇବା ପୂର୍ବରୁ ଆଖି ବନ୍ଦ କରି 5 ମିନିଟ୍ ପାଇଁ ତଳେ ଶୋଇ ରୁହ, କାରଣ ପୂର୍ଣ୍ଣିମା ମୁଣ୍ଡକୁ ଜୋରରେ ଶବ୍ଦ କରାଏ ଏବଂ ଶରୀରକୁ ଏକାକୀ ଧୀରେ କରିବା ପାଇଁ ତଳେ ଆବଶ୍ୟକ କରେ। ବୃତ୍ତି। ଆଜି ସୂର୍ଯ୍ୟଙ୍କ ଚନ୍ଦ୍ରକୁ ଟାଣିବା ଏକ ନିକଟବର୍ତ୍ତୀ କାର୍ଯ୍ୟ ଏବଂ ଏକ ବୃହତ ଚିତ୍ରର ମହତ୍ୱାକାଂକ୍ଷା ମଧ୍ୟରେ ଏକ ଦୀର୍ଘକାଳୀନ ଉତ୍ତେଜନାକୁ ପ୍ରକାଶ କରେ, ଯାହା ଉପରେ କାର୍ଯ୍ୟ କରିବାକୁ ହେବ। ଗୋଟିଏ କାର୍ଯ୍ୟ କରିବାର ବାଛନ୍ତୁ, ଅନ୍ୟଟିକୁ ପରବର୍ତ୍ତୀ ସପ୍ତାହରେ ଲେଖନ୍ତୁ। ଆପଣଙ୍କ ଯୋଗାଯୋଗ ତୃତୀୟ କ୍ଷେତ୍ରରେ ବୃହସ୍ପତି ଏବଂ ସୂର୍ଯ୍ୟ ପ୍ରାୟ ଏଥିରେ ଯୋଗ ଦେବା ଅର୍ଥ ମଧ୍ୟାହ୍ନ ପୂର୍ବରୁ ଆପଣ ପଠାଇଥିବା ଏକ ବାର୍ତ୍ତା ଅସାଧାରଣ ଭାବରେ ଦୂରକୁ ନେଇଯାଏ। ଏକ ବୈଠକରେ ଏକ ପାର୍ଶ୍ୱ ମନ୍ତବ୍ୟ ମୁଖ୍ୟ ଖବର ହୋଇଯାଏ। କିଏ ଏହା କହିଛନ୍ତି ତାହା ଉପରେ ଧ୍ୟାନ ଦିଅନ୍ତୁ। ସାରା ଦିନ ସହଯୋଗ ଦୃଢ଼ ଭାବରେ ଚାଲିଥାଏ। ଗୋଟିଏ ଠୋସ୍ କାର୍ଯ୍ୟ ପଚାରିଯିବା ପାଇଁ ଅପେକ୍ଷା କରିଥିବା ସହକର୍ମୀଙ୍କୁ ବଡ଼ ଧରଣର ଦିଅନ୍ତୁ ଏବଂ ସେମାନଙ୍କୁ ଦ୍ୱିତୀୟ ଗ୍ରାଫିକ୍ ଆକାରରେ ଦେବାକୁ ଦିଅନ୍ତୁ। ଭାବନା। ଆଜି ପୂର୍ଣ୍ଣଚନ୍ଦ୍ର ଦୁଇଟି ଦିଗରେ ଟାଣି ନେଉଛି। ମିଥୁନ ସାମାଜିକ ଆକର୍ଷଣୀୟ ଶକ୍ତିଶାଳୀ। ଯେତେବେଳେ ଭିତରେ ସ୍ୱର ଏକାନ୍ତର ପାଇଁ ଅନୁରୋଧ କରି ମଧ୍ୟାହ୍ନ ପୂର୍ବରୁ ସାମାଜିକ ଏବଂ ରାତ୍ରି ଭୋଜନ ପରି ଏକାନ୍ତତାକୁ ସମାନ କରନ୍ତୁ। ଉଭୟକୁ ଏକାକୀ କରିବାକୁ ଚେଷ୍ଟା କରନ୍ତୁ ନାହିଁ। ଆଜି ସକାଳେ ନିଶ୍ୱାସ ଅତ୍ୟଧିକ ହୋଇଛି। ସମ୍ପର୍କୀୟ ଅନ୍ତର୍ଭୁକ୍ତ ହେଉଛି ଯେ ଆପଣ କେଉଁ ଧରଣ ବାଣ୍ଟିବାକୁ ଚାହୁଁଛନ୍ତି, ତାହା ପ୍ରଥମେ ଜଣେ ବିଶ୍ୱସ୍ତ ବ୍ୟକ୍ତିଙ୍କର ଗୋଷ୍ଠୀ ଚାର୍ଟରେ ନୁହେଁ, କାରଣ ସାଧାରଣ ପାର୍ଗ ପୂର୍ବରୁ ବ୍ୟକ୍ତିଗତ ମାଟିରେ ଚିନ୍ତାଧାରା ଅଧିକ ଶକ୍ତିଶାଳୀ ହୁଏ। ଯିବା ଲୋକର ଶେଷ ଘଣ୍ଟାରେ ଏକ ପୁରୁଣା କଥାବାର୍ତ୍ତା ଶେଷରେ ଏହାର ଉପଯୁକ୍ତ ଅନ୍ତ ପାଏ। ଏକ ସଫା ପବନ ପରେ ଆକାଶ ଯେପରି ସଫା ହୁଏ, ସେହିପରି ଭିତରରେ ଦୃଶ୍ୟ ସଫା ହୋଇଯାଏ। ଭ୍ରମଣ। ମିଥୁନ ରାଶି ଆଜି ଏକ ଦୃଢ଼ ଯାତ୍ରା ସଂକେତ। ପୂର୍ଣ୍ଣଚନ୍ଦ୍ର ସୂର୍ଯ୍ୟଙ୍କ ବିପରୀତ ଆପଣଙ୍କ କ୍ଷୁଦ୍ର ଯାତ୍ରାର ତୃତୀୟ ଯୋଜନାରେ ଆପଣଙ୍କ ଦିଗନ୍ତର ନବମ ସ୍ଥାନକୁ ଆଲୋକିତ କରୁଛି। ଦୂରତା ସାମାନ୍ୟ ରହିଲେ ମଧ୍ୟ
ଆକର୍ଷଣୀୟ ପ୍ରକୃତ ଘରକୁ ଲମ୍ବା ରାସ୍ତା ନିଅନ୍ତୁ। ଆପଣ ଯେଉଁ ବିମାନ ଉପରେ ଉଡ଼ି ଯାଉଛନ୍ତି ତାହା ବୁକ୍ କରନ୍ତୁ କିମ୍ବା ଏପରି କାହା ସହିତ ଏକ ସପ୍ତାହାନ୍ତି ଯାତ୍ରା କରନ୍ତୁ ଯାହାର ସାଥୀ ଅନୁପସ୍ଥିତି ଯୋଗୁଁ ଦୁର୍ବଳ ହୋଇଯାଇଛି। ସହରର ଯେଉଁ ଅଂଶକୁ ଆପଣ ଯାଆନ୍ତି ନାହିଁ ସେଠାରେ ଏକ ପୁସ୍ତକ ଦୋକାନ ଛୋଟ ଯାନବାହନ ହୋଇଯାଏ। କୁମ୍ଭ ଚନ୍ଦ୍ର ଅନୁମାନ ଯୋଗ ସ୍ଥାନ ଅପେକ୍ଷା ଅସାଧାରଣ ଗନ୍ତବ୍ୟସ୍ଥଳରେ ପସନ୍ଦ କରେ। ଚନ୍ଦ୍ର ଉଦୟ ହୁଏ। ଆସନ୍ତା ମାସ କ୍ୟାଲେଣ୍ଡରର ଏକ ଅଂଶରେ ଏକ ନୂତନ ରଙ୍ଗ ଲାଗିଯାଏ। ଏହା ଥିଲା ମିଥୁନ ରାଶିର 29 ଜୁଲାଇ 2026ର ଦୈନିକ ରାଶିଫଳ। ମନେ ରଖନ୍ତୁ, ରାଶିଫଳ ସମ୍ଭାବନା ଓ ଜ୍ୟୋତିଷଙ୍କ ସଂକେତ ଉପରେ ଆଧାରିତ। ଆପଣଙ୍କ ପରିଶ୍ରମ, ସଠିକ୍ ନିଷ୍ପତ୍ତି ଓ ସକାରାତ୍ମକ ଚିନ୍ତାଧାରା ହିଁ ଆପଣଙ୍କ ସଫଳତାର ମୁଖ୍ୟ ଚାବି। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଆପଣଙ୍କର ମତାମତ କମେଣ୍ଟରେ ଜଣାନ୍ତୁ। ଧନ୍ୟବାଦ। ପୁଣି ଦେଖା ହେବ ପରବର୍ତ୍ତୀ ଭିଡ଼ିଓରେ।